ଆଉ ଥରେ ସମସ୍ତ ପାଇଁ ଏକ ନୂଆ ଭେକେନ୍ସି ଦେଖନ୍ତୁ। ଓପିଏସ୍ସିର ପୁଣି ବମ୍ଫର ଭେକେନ୍ସି ଆସିଲା। ତାର କେତେ କ'ଣ ଭେକେନ୍ସି ଅଛି ସମସ୍ତେ ମେସେଜ କରନ୍ତି ଯେ ସାର୍ ଯେଉଁ ଓପିଏସ୍ସିର ଯେଉଁ ଭେକେନ୍ସି ପୁଣି କେବେ ବାହାରିବ। ଦେଖନ୍ତୁ ଓପିଏସ୍ସିର ବମ୍ଫର ଭେକେନ୍ସି 2024ରେ ଆସିଲା। କେହି ବି ଡେରି କରନ୍ତୁନି, ଭଲ ଭାବରେ ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦିକା ଭିଡ଼ିଓଟି ଆପଣଙ୍କୁ ଟିକେ ଟିକେ ଭଲ ଲାଗିବ ତେଣୁ ଗୋଟେ କମେଣ୍ଟ ଦିଅନ୍ତୁ, ତା ସାଙ୍ଗରେ ଗୋଟେ ଲାଇକ୍ କରନ୍ତୁ। ମୁଁ ଆପଣଙ୍କୁ ଜଣାଇଦେବି ଯେ ତାର କେବେ କ'ଣ ଭେକେନ୍ସିଟି, ତାର ଯେଉଁ ଫର୍ମ ଆପ୍ଲାଏ ହେବ, ତାର କ୍ୱାଲିଫିକେସନ୍ କେତେ ଅଛି, ତାର କ୍ରାଇଟେରିଆ କ'ଣ, ଏଜ୍ କ୍ରାଇଟେରିଆ କ'ଣ, ସବୁକିଛି ଭିଡ଼ିଓରେ ଆଲୋଚନା କରିବି। କେଉଁ ଭେକେନ୍ସି ସବୁ ଆସିଛି ଚାଲନ୍ତୁ ଯିବା ଡେରି ନକରି ଦେଖନ୍ତୁ। ଓପିଏସ୍ ବମ୍ପର ଭେକେନ୍ସି 2024ର ଭେକେନ୍ସିଟି ଆସିଛି। ଟୋଟାଲ ଭେକେନ୍ସି ଦେଖନ୍ତୁ କେତେ ନା, ଟୋଟାଲ ଭେକେନ୍ସି ଦେଖନ୍ତୁ 580ଟି ଭେକେନ୍ସି, 580ଟି ଭେକେନ୍ସି ଅଛି। ଯେଉଁ ଓପିଏସ୍ସି ଅଣ୍ଡରରେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନର ରିକ୍ରୁଟମେଣ୍ଟ 2024ର ଭେକେନ୍ସିରେ ଆସିଛି। ବହୁତ ବଡ଼ ଭେକେନ୍ସି, ବମ୍ପର ଭେକେନ୍ସି। ଡେରି ନକରି ଆମେ ଯିବା ଜଲ୍ଦି ଜଲ୍ଦି ଭିଡ଼ିଓକୁ ଯିବା। ଦେଖନ୍ତୁ ଏଇଟା ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ ଏଟାକୁ ଆପ୍ଲାଏ କରିପାରିବେ। ଆପଣମାନେ ସମସ୍ତେ ଜାଣିଛନ୍ତି ଓପିଏସ୍ସି ଯେଉଁ ଅଣ୍ଡରରେ ଯେଉଁ ଭେକେନ୍ସି ବାହାରେ ବହୁତ ସୁନ୍ଦର ଭେକେନ୍ସି, ଏଟାକୁ ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ତା ସାଙ୍ଗର ମେଲ୍ ଆଉ ଫିମେଲ୍ ଏଟାକୁ ଆପ୍ଲାଏ କରିପାରିବେ, ଦୁଇ ଜଣ ବୋଥ୍ ଆପ୍ଲାଏ କରିପାରିବେ। ଦେଖନ୍ତୁ ଯେଉଁ ପୋଷ୍ଟ ନାଁ କ'ଣ ଅଛି ସମସ୍ତେ ଭଲ ଭାବରେ ଦେଖନ୍ତୁ। ପୋଷ୍ଟ ନାଁ ଅଛି ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର। ଯେଉଁ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଯେଉଁ ପୋଷ୍ଟଟା ଅଛି ତାର ସିଭିଲ୍ ଆଉ ମେକାନିକାଲ ପୋଷ୍ଟ ଅଛି। ଯେଉଁ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଯେଉଁ ସିଭିଲ୍ ଆଉ ମେକାନିକାଲ ଯେଉଁ ଭେକେନ୍ସି ଅଛି, ଟୋଟାଲ ଭେକେନ୍ସି କେତେ ନା, ଟୋଟାଲ ଭେକେନ୍ସି ଅଛି 580ଟି ଭେକେନ୍ସି ଅଛି। ଏଇ ଦୁଇଟା ସିଭିଲ୍ ଆଉ ମେକାନିକାଲ ଯେଉଁ ଭେକେନ୍ସି 580ଟି ଭେକେନ୍ସି ଅଛି। ତାର ଦେଖନ୍ତୁ ଯେଉଁ ଷ୍ଟାର୍ଟିଂ ଡେଟ୍ କେବେ ଅଛି, ଫର୍ମ ଯେଉଁ ଆପ୍ଲାଏ ଷ୍ଟାର୍ଟିଂ ଡେଟ୍ ମୁଁ ଆପଣମାନଙ୍କୁ ଜଣାଇ ଦେଇଥିଲି। ପଛ ଭିଡ଼ିଓକୁ ଆପଣ କରନ୍ତୁ। ଦେଖନ୍ତୁ ମୁଁ ଏଇ ଭିଡ଼ିଓ ପୁଣି ଏକ ବନେଇଛି ଯେ କି ତାର ଡେଟ୍ ଆପଣମାନଙ୍କୁ ଜଣାଇଥିଲି ଯେ ଜାନୁଆରୀ ମାସ ଫାଷ୍ଟ ୱିକ୍ ନଚେତ୍ ଫେବୃଆରୀ ଲାଷ୍ଟରେ ଫର୍ମ ଆପ୍ଲାଏ ହେବ। ଦେଖନ୍ତୁ ଜାନୁଆରୀ ଫାଷ୍ଟ ୱିକ୍ରେ ଏହାର ଫର୍ମ ଆପ୍ଲାଏ, ଯେ କି ଜାନୁଆରୀ 12, 2024ର ଏହାର ଫର୍ମ ଷ୍ଟାର୍ଟ ହୋଇଛି ଅନଲାଇନ୍ ଆପ୍ଲିକେସନ୍। ଲାଷ୍ଟ ଡେଟ୍ ଦେଖନ୍ତୁ 12 ଫେବୃଆରୀ 2024ର ଲାଷ୍ଟ ଡେଟ୍। ସମସ୍ତେ ଲେଖୁଛନ୍ତି ଯେ କମେଣ୍ଟ ଦେଉଛନ୍ତି ସାର୍ ଏଟା ଫେକ୍ ଭିଡ଼ିଓ, ତୁମେ କେବେ ଭିଡ଼ିଓ ବନେଇନ, ଏରା ମୋ ବେଡ୍ କମେଣ୍ଟ ଦେଉଛନ୍ତି। ଯେ କି ମୁଁ ତାଙ୍କୁ ଏତିକି ଜଣାଇବାକୁ ଚାହୁଁଛି, ଦେଖନ୍ତୁ ନୋଟିସ୍ ଆସିଛି ମାନେ ଫର୍ମ ଆପ୍ଲାଏ ସୁନିଶ୍ଚିତ ହେବ। ଯଦିକା ଜଣେ ଭିଡ଼ିଓ ବନେଇକି ଛାଡ଼ିଛି କେବେ ହେଲେ ବି ସେଟା ଫେକ୍ ହୋଇନଥିବ। ଆପଣମାନେ ୱେଟ୍ କରନ୍ତୁ ସମୟକୁ। ବହୁତ ଜଲ୍ଦି ସେ ଫର୍ମଟି ଆପ୍ଲାଏ ହୋଇଯିବ। ଯେତିକି ବି ମୁଁ ଭିଡ଼ିଓ ଛାଡ଼ିଛି ଆପଣମାନେ ଯାଇ ମୋ ଚ୍ୟାନେଲରେ ଦେଖିପାରିବେ। ଗୋଟେ ବି ଫେକ୍ ଭିଡ଼ିଓ ନାହିଁ। ନୂଆ ନୂଆ ନୋଟିଫିକେସନ୍ ଆସୁଛି, ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଉଛି। ମୋର କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ, କିଛି ବି ନାହିଁ ଯେ କି ଆପଣମାନଙ୍କୁ ଜଣାଇବାର। ଦେଖନ୍ତୁ ଏ ଷ୍ଟାର୍ଟିଂ ଡେଟ୍ କେବେ ନା 12 ଜାନୁଆରୀ 2024ର ଷ୍ଟାର୍ଟ ହେବ ଆଉ ଫେବୃଆରୀ 12, 2024ର ଲାଷ୍ଟ ଡେଟ୍ ହେବ। ଆପଣମାନେ ଯାହା ବି କିଛି ଭାବିପାରନ୍ତୁ, ମୋର କିଛି ବି ନାହିଁ। ଆପଣମାନଙ୍କୁ ଜଣାଇବାଟା ମୋର କର୍ତ୍ତବ୍ୟ। ମୁଁ ଏତିକି ମାନିକି ଭିଡ଼ିଓ ବନେଇ ଚାଲିବି, ଆପଣମାନେ ଦେଖନ୍ତୁ କିମ୍ବା ତାକୁ ବେଡ୍ କମେଣ୍ଟ କରନ୍ତୁ, କିଛି ବି ମୋର ଉଦ୍ଦେଶ୍ୟ ନାହିଁ। ସମସ୍ତେ କିନ୍ତୁ ଭଲ ଭାବରେ ଆରାମସେ ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏଟା ଅନଲାଇନ୍ ଆପ୍ଲିକେସନ୍ ଫର୍ମ ରହିଛି, ଡେରି ନକରି ଦେଖନ୍ତୁ। ଏଟା ଓପିଏସ୍ସି ଅଣ୍ଡର ଯେଉଁ ଅନଲାଇନ୍ ଆପ୍ଲିକେସନ୍ ଫର୍ମ, ଜବ୍ ଲୋକେସନ୍ କେଉଁଠି, ଅଲ୍ ଓଡ଼ିଶାରେ ରହିବ। ତାପରେ ଦେଖନ୍ତୁ ଆପ୍ଲିକେସନ୍ ଫି କେତେ ଅଛି ନା, ପୁରା ନୋ ଆପ୍ଲିକେସନ୍ ଫି ଜମାରୁ ବି ନାହିଁ। ତାପରେ ଦେଖନ୍ତୁ ଭେକେନ୍ସି ଡିଟେଲ୍ସ, ଦେଖନ୍ତୁ ଭେକେନ୍ସି ଡିଟେଲ୍ସ ଆପଣମାନଙ୍କୁ ଜଣାଇ ଦେଉଛି। ଦେଖନ୍ତୁ ୟୁଆର୍ କ୍ୟାଟେଗୋରୀ ୱାଇଜ୍ ଭେକେନ୍ସି ଅଛି। ୟୁଆର୍ର କେତେ ଅଛି 326ଟି ଭେକେନ୍ସି ଅଛି। SCBCର କେତେ 77ଟି ଭେକେନ୍ସି, ଆଉ SCର କେତେ 137ଟି, STର କେତେ ନା 40ଟି ଭେକେନ୍ସି ଅଛି। ଏ କ୍ୟାଟେଗୋରୀ ୱାଇଜ୍ ଭେକେନ୍ସି ଅଛି, ସମସ୍ତେ ଏଟାକୁ ଦେଖିପାରନ୍ତି। ତାପରେ ଦେଖନ୍ତୁ ଏଜ୍ ଲିମିଟ୍ କେତେ ଅଛି ନା, ଏଜ୍ ଲିମିଟ୍ ଅଛି ଦେଖନ୍ତୁ
स्टार्टिंग एज केते ना स्टार्टिंग एज अच्छी 21 आउ एंडिंग डेट केते अच्छी ना 38 जो फॉर्म अप्लाई हम स्टार्टिंग डेट 21 पाखु स्टार्ट हम 38 वर्ष तार लास्ट डेट अच्छी आ गोटे कथा आप जन दूसरी 1 जनवरी 2023 कि 21 वर्ष हो आउ 38 वर्ष पार हो न से मैंने अप्लाई करेंगे तापर कौन अच्छी ना एज रिलैक्सेशन आप जानते केते ना एससी आउ एसटी 5 वर्ष अच्छी आउ ता सांगर एससी बीसी केते अच्छी 3 वर्ष एटा समस्ते भल भाव जानते तापर देखो जीवा एजुकेशन क्वालिफिकेशन देखो कैंडिडेट मस्ट हैव कंप्लीटेड ए डिग्री इन इंजीनियरिंग इन सिविल मेकानिकल फॉर्म रेकग्नाइजेशन यूनिवर्सिटी समस्त देखु ए जो पास आउट कर एजुकेशन डिग्री इन इंजीनियरिंग सिविल और मेकानिकल जो डिग्री कर ना सिविल कर नचेत मेकानिकल कर से मैंने अप्लाई करें नचेत आउ किसी ट्रेड भी एटा को अप्लाई करने किसी भी फायदा नहीं एटा को अप्लाई नबनी अलग को ट्रेड्र एटा को अप्लाई नबनी समस्ते भल भाव आरंभ शेष पर्यंत भिडियोटी की भल भाव तन तन कर देखूँ तापर जापर कौन केते वैकेंसी बाहर केबे कौन फॉर्म अप्लाई हम जल्दी जल्दी भिडियो को आरंभ शेष पर्यंत देखूँ जदि का भिडियोटी भल लगे गोटे गोटे लाइक करेंगे आ कमेंट गोटे गोटे देवे जदि का आपको भिडियोटी भल लगी कौन सांत्वना देती जय जगन्नाथ जय हिंद जय भारत।